ବର୍ତ୍ତମାନ ମୁଁ ଗୋଟେ କେକ୍ କରିବାକୁ ଯାଉଛି। ସେଥିପାଇଁ ମୁଁ ଗୋଟେ କେକ୍ ମୋଲ୍ଡ ନେଇଛି। ସେଥିରେ ମୁଁ ପତ୍ର ପକାଇ ଅଳ୍ପ ଇଡଲି ବ୍ୟାଟରକୁ ରଖୁଛି। ତା ଉପରେ କିଛି ପୁର ଦେଇ ପୁଣି ଥରେ ଇଡଲି ବ୍ୟାଟର ରଖି ଭର୍ତ୍ତି କରିଦେଉଛି। ଦେଖିବା ପାଣି ଗରମ ହେଲା ନା ନାହିଁ। ପାଣି ତ ଭଲ ଭାବରେ ଫୁଟିଗଲାଣି। ଏଥର କେକ୍ ମୋଲ୍ଡକୁ ସେ ଭିତରେ ରଖି ଘୋଡ଼େଇ ଦେବା। 15 ମିନିଟ୍ ପରେ କାଢ଼ି ଦେଖିବା। ବାଃ, ବଢ଼ିଆ ହେଇଛି ଆଉ। କେକ୍ ମୋଲ୍ଡଟିକୁ ମୁଁ ଏବେ ବାହାରକୁ କାଢ଼ି ଆଣୁଛି। ତାପରେ ଥଣ୍ଡା ହେବା ପାଇଁ ଅଳ୍ପ ସମୟ ରଖିଦେଉଛି। ବ୍ୟାଟରଟି ଭଲ ଫର୍ମେଣ୍ଟେସନ୍ ହେଇଥିବାରୁ କେକ୍ଟି ଭଲ ଫୁଲିଛି। ଏଥର ମୋଲ୍ଡରୁ ବାହାର କରିଦେବା। ବହୁତ ସୁନ୍ଦର ଭାବରେ ମୋଲ୍ଡରୁ କେକ୍ଟି ବାହାରି ଆସିଲା। ଏଥର ପତ୍ରଗୁଡ଼ିକୁ ବାହାର କରିଦେବା। କେକ୍ଟିକୁ ଛୁରୀରେ ମୁଁ କାଟି ଦେଉଛି। ବହୁତ ବଢ଼ିଆ ହେଇଛି। ବିନା ତେଲ, ଘିଅ ଏବଂ ମଇଦାରେ ହେଇଛି। ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। ଏହାକୁ ଆମେ ସମସ୍ତେ ମିଳିମିଶି ଖାଇ ଏହାର ମଜା ନେବା।